जय जगन्नाथ सांग माने नमस्कार दर्शक बंधु। माँ हेउछंती स्नेहमयी, माँ हेउछंती करुणामयी। कहती समस्त सृष्टिर नालन पालन करिया पाई सृष्टिकर्ता प्रत्येक कोण अनुकोणरे माँଙ୍କ स्थापना କରିଛନ୍ତି। ठीक सेहीपरि ब्रह्मपुर ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଁ ବୁଢ଼ୀ ଠାକୁରାଣୀ। ଆସନ୍ତୁ ସେହି ମାଁଙ୍କ ମହିମା ଅମୃତ କିଛି କଥା ଶ୍ରବଣ କରିବା। ମାଁ ବୁଢ଼ୀ ଠାକୁରାଣୀ କିଏ? କେମିତି ଆସିଲେ ବ୍ରହ୍ମପୁରକୁ? କ'ଣ ରହିଛି ଦେଶୀ ବେହେରାଙ୍କ ପ୍ରକୃତ ରହସ୍ୟ କଥା? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସତ୍ୟତାର କାହାଣୀ। ବନ୍ଧୁଗଣ, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଅବସ୍ଥିତ ମାଁ ବୁଢ଼ୀ ଠାକୁରାଣୀଙ୍କ ଭବ୍ୟ ମନ୍ଦିର। ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପ୍ରତ୍ୟେକ 2 ବର୍ଷରେ ଥରେ ଚୈତ୍ର ଓ ବୈଶାଖ ମାସର ମଧ୍ୟଭାଗରେ ଅନୁଷ୍ଠିତ ହୋଇଥାଏ। ଯାତ୍ରା ପୂର୍ବରୁ ଜଣକୁ ସ୍ୱପ୍ନାଦେଶରେ ମାଁ ବୁଢ଼ୀ ଠାକୁରାଣୀଙ୍କର ଆଦେଶ ହୋଇଥାଏ ଓ ସେ ହୁଅନ୍ତି ମାଙ୍କର ବାପା ଏବଂ ମାଁ ବୁଢ଼ୀ ଠାକୁରାଣୀଙ୍କର ଆଜ୍ଞାମାଳ ପାଇବା ପରେ ଭକ୍ତମାନେ ଦୀପ ପ୍ରଜ୍ୱଳନ କରି ମାଙ୍କୁ ତାଙ୍କର ବାପା ଦେଶୀ ବେହେରାଙ୍କ ଘରକୁ ଆଣିଥାନ୍ତି ଏବଂ 3 ଦିନ ପରେ ଘଟ ସ୍ଥାପନା କରାଯାଏ ଓ ପରେ ପରେ ମାଁ ବୁଢ଼ୀ ଠାକୁରାଣୀ ନଗର ଭ୍ରମଣ କରନ୍ତି ଏବଂ ସମସ୍ତ ଭକ୍ତଙ୍କ ଦୁଃଖ ସୁଖ ବୁଝିଥାନ୍ତି। ମାଁ ବୁଢ଼ୀ ଠାକୁରାଣୀଙ୍କର କିମ୍ବଦନ୍ତୀ। ମାଁ ବୁଢ଼ୀ ଠାକୁରାଣୀ ହେଉଛନ୍ତି ମହୁରୀ ରାଜାଙ୍କ ଇଷ୍ଟ ଦେବୀ। ଯେହେତୁ ସେ ଗ୍ରାମ ଦେବତୀ ରୂପେ ପୂଜା ପାଆନ୍ତି, ସେ ପ୍ରତ୍ୟେକ ଦିନ ଅର୍ଦ୍ଧରାତ୍ରିରେ ନଗର ଭ୍ରମଣ କରନ୍ତି। ଦିନେ ନିଶା ରାତ୍ରିରେ ନଗର ଭ୍ରମଣ କରୁଥାନ୍ତି। ଠିକ୍ ସେହି ସମୟରେ ଦେଶୀ ବେହେରା ନାମକ ଜଣେ ବ୍ୟକ୍ତି ତାଙ୍କ ଘରଦ୍ୱାର ସମ୍ମୁଖରେ ସେ ଛିଡ଼ା ହୋଇଥାନ୍ତି। ଏହା ଦେଖି ମାଁ ବୁଢ଼ୀ ଠାକୁରାଣୀ ଗୋଟିଏ ଛୋଟ ପିଲାର ରୂପ ଧାରଣ କଲେ ଏବଂ ସେହି ଅର୍ଦ୍ଧରାତ୍ରିରେ କାନ୍ଦିବାକୁ ଲାଗିଲେ। କାନ୍ଦଣା ଶବ୍ଦ ଶୁଣି ଦେଶୀ ବେହେରା ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଭାବିଲେ ଏହି ଅର୍ଦ୍ଧରାତ୍ରିରେ କିଏ ଏବଂ କେଉଁଠି କାହିଁକି କାନ୍ଦୁଛି। ଶେଷରେ ସେ ଚାରିଆଡ଼େ ଖୋଜିବାକୁ ଲାଗିଲେ। ଯେତେବେଳେ ସେ ସେହି ଝିଅଟିକୁ ପାଇଲେ, ସେ ସେହି ଝିଅଟିକୁ ତା'ର ପରିଚୟ ଓ କାନ୍ଦିବାର କାରଣ ପଚାରିଲେ। ଝିଅଟି କହିଲା, "ମୋର ବାପା ମାଆଙ୍କର ନାଁ ମୋର ମନେ ନାହିଁ। ମୋର ଘର ବି ମୁଁ ଚିହ୍ନି ପାରୁନାହିଁ। ମୋତେ ମୋର ଘରେ ପହଞ୍ଚାଇ ଦିଅନ୍ତୁ।" ଏହା ଶୁଣି ଦେଶୀ ବେହେରା କହିଲେ, "ଆଲୋ ମାଆ, ଏହି ଅନ୍ଧାର ରାତିରେ ମୁଁ ତୋର ଘର କେଉଁଠି ପାଇବି? ତୁ କାନ୍ଦ ନାହିଁ। ତୁ ମୋର ଝିଅ ଭଳି। ଆଜି ରାତିକ ପାଇଁ ତୁ ମୋର ଘରେ ରହିଯା। କାଲି ସକାଳେ ମୁଁ ନିଜେ ତୋତେ ତୋ ଘରେ ଛାଡ଼ି ଦେଇ ଆସିବି।" ଏହା ଶୁଣି ସେହି ଝିଅଟି ସେହିଠାରୁ ଅଦୃଶ୍ୟ ହୋଇଗଲା। ଦେଶୀ ବେହେରା କ'ଣ ଘଟିଲା କିଛି ଜାଣିପାରିଲେ ନାହିଁ ଓ ଝିଅ ଝିଅ ଡାକି ଖୋଜିବାକୁ ଲାଗିଲେ। ସେ ଶେଷରେ ଝିଅଟିକୁ ନ ପାଇ ମନ ଦୁଃଖରେ ଘରକୁ ଫେରିଆସିଲେ ଏବଂ ବିଛଣାରେ ଶୋଇ ଘଟିଥିବା ସେହି ରହସ୍ୟମୟ ଘଟଣା ବିଷୟରେ ଭାବୁଥାନ୍ତି। ସେହି ରାତ୍ରିରେ ମାଁ ବୁଢ଼ୀ ଠାକୁରାଣୀ ଦେଶୀ ବେହେରାଙ୍କ ସ୍ୱପ୍ନରେ ଆସିଲେ ଆଉ କହିଲେ, "ବାପା, ମୁଁ ହେଉଛି ଠାକୁରାଣୀ। ମୁଁ ହିଁ ତୁମକୁ ଝିଅ ରୂପରେ ଦର୍ଶନ ଦେଇଥିଲି। ମୁଁ ତୁମ ଘରକୁ ଆସିଲି ନାହିଁ ବୋଲି ଦୁଃଖ କର ନାହିଁ। ବାପା, ମୁଁ ପରା ତୁମର ଝିଅ। 2 ବର୍ଷରେ ଥରେ ମୁଁ ତୁମର ଘରକୁ ଆସିବି। ତୁମେ ମୋତେ ଝିଅ ପରି ଲାଳନ ପାଳନ କରିବ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମୁଁ ନଗର ଭ୍ରମଣ କରିବି ଏବଂ ଶେଷରେ ତୁମେ ମୋତେ ମୋ ଘରେ ଛାଡ଼ି ଆସିବ। ବାପା, ତୁମ ଦେଉଳରେ ଯିଏ ମୋତେ ପୂଜା କରିବ, ସେ କାଲି ସକାଳେ ତୁମ ସହିତ ଦେଖା କରିବ।" ଏତିକି କହି ମାଁ ସ୍ୱପ୍ନରୁ ଚାଲିଗଲେ।
ସେଦିନ ଭୋରୁ ସକାଳୁ ଆସି ଜଣେ ବାରିକ ଦେଶୀ ବେହେରାଙ୍କୁ ଡାକିଲା। ଦେଶୀ ବେହେରା କ'ଣ ହେଲା ବୋଲି ପଚାରିବାରୁ ସେ କହିଲା, ରାତି ନ ପାହୁଣୁ ଗୋଟିଏ ଝିଅ ଆସି ମୋତେ କହିଲା, ମୋର ବାପା ଦେଶୀ ବେହେରା ଖିଅର ହେବା ବୋଲି ତମକୁ ଖୋଜୁଛନ୍ତି, ତେଣୁ ମୁଁ ଆସିଛି। ଏହା ଶୁଣି ଦେଶୀ ବେହେରା ଜାଣିପାରିଲେ ଯେ ମା ରାତିରେ ଯାହା ସବୁ କହିଥିଲେ ତାହା ଅକ୍ଷରେ ଅକ୍ଷରେ ସତ ବୋଲି, ଏବଂ ସେ ବାରିକ ହିଁ ମାଙ୍କର ପୂଜାରୀ ହେବେ। ମାଙ୍କ ଆଦେଶ ଅନୁକ୍ରମେ ସେହି ଦିନଠାରୁ ଦେଶୀ ବେହେରା ପ୍ରତ୍ୟେକ 2 ବର୍ଷରେ ଥରେ ମାଙ୍କର ଯାତ୍ରା ଅନୁଷ୍ଠିତ କରନ୍ତି ଏବଂ ଝିଅ ରୂପୀ ମା ବୁଢ଼ୀ ଠାକୁରାଣୀଙ୍କୁ ଘରକୁ ଆଣନ୍ତି। ଅନେକ ଶ୍ରଦ୍ଧାଳୁ ଓ ଭକ୍ତମାନେ ଏହି ମାଙ୍କ ଯାତ୍ରାର ଅପେକ୍ଷାରେ ରହିଥାନ୍ତି ଏବଂ ଯାତ୍ରା ସମୟରେ ମାଙ୍କ ଦର୍ଶନ କରି ତାଙ୍କର କୃପା ଲାଭ କରନ୍ତି ଓ ନିଜକୁ ଧନ୍ୟ ମନେ କରନ୍ତି। ଏ ଥିଲା ମା ବୁଢ଼ୀ ଠାକୁରାଣୀଙ୍କର ଗୁପ୍ତ ରହସ୍ୟ। ତେବେ ଦର୍ଶକ ବନ୍ଧୁ, ଏହି ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ ଏବଂ ଏମିତି ଆମର ଦେବାଦେବୀ ଓ ସଂସ୍କୃତି ବିଷୟରେ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।